ଆଜ୍ଞା ଆମର ଗୋଟେ 500,000 ବର୍ଷର ଯୋଉ ପରମ୍ପରାଟା ଐତିହାସିକ ବାଲିଯାତ୍ରାଟାକୁ ଆଜି ପୁରା ଆମର କଲେକ୍ଟର ବିଧାୟିକା ଆଉ ମେୟର ସେମାନେ ପୁରା ଏକଦମ ଶ୍ରୀହୀନ କରିଦେଇଛନ୍ତି। ମାନେ ଆମକୁ ନିଜକୁ କେତେ ଭାବାବେଗକୁ କେତେ ବାଧୁଛି କଟିକିଆ ହିସାବରେ ଆମକୁ ଯେମିତି ଲାଗୁନି ବାଲିଯାତ୍ରା ହଉନି ବୋଲି। ଲୋକ ଆସୁଛନ୍ତି ଯୋଉଟା କି ଆମ ମୁଖଶାଳା ରହିଲା ବାରବାଟୀ ଷ୍ଟାଡିୟମ ସାମ୍ନାରେ ଯୋଉ ଉପର ପଡିଆଟି ଆମର ହଉଛି ବାଲିଯାତ୍ରାର ମୁଖଶାଳା। ଏମାନେ ତ ଇତିହାସ ବି ଭୁଲି ଗଲେଣି ନା କଣ? ଯେତେବେଳେ ବୋଇତ ବନ୍ଦାଣ ହଉଥିଲା ଆମର ସାଧବ ପୁଅ ମାନେ ବାଣିଜ୍ୟ କରିବା ପାଇଁ ଆମର ଯୋଉ ଯାଉଥିଲେ ସେଠୁ ଆସିକି ଏଇ ଉପର ପଡିଆରେ ସେମାନେ ବ୍ୟବସାୟ କରୁଥିଲେ। ଯୋଉଠୁ ଆରମ୍ଭ ହେଇଥିଲା ବାଲିଯାତ୍ରା ଆଜି ଏମାନେ ନିଜର ଜିଦ୍ ଆଉ କେମିତି ନିଜର ରାଜନୈତିକ ଆକ୍ରୋଶକୁ ମାନେ ତୃଣମୂଳ ସ୍ତରରେ ଏମିତି ସୁଦୃଢ କରିବା ପାଇଁ ଐତିହ୍ୟ ଆଉ ପରମ୍ପରାକୁ କଟକରେ ସେମାନେ ନିଜର ବାଜି ଲଗେଇଛନ୍ତି ତାହା ଏବଂ କଟିକିଆ ଭାବାବେଗକୁ ବହୁତ ଆଘାତ ଦେଇଛି। ଆଜି ଆମେ ସୁଭାଷ ସଂଗଠନ ନିରବ ରୂପେ ପ୍ରତିବାଦ କରୁଛୁ। ଯଦି ଏଭଳି ଯଦି ଆଉ ଆଗକୁ ହୁଏ ତାହେଲେ ଏହାର ତୀବ୍ର ପ୍ରତିବାଦ ହବ। ରାଜରାସ୍ତାକୁ ଆମକୁ ବାଧ୍ୟ ହେଇକି ଓହ୍ଲେଇବାକୁ ପଡିବ। ଆଜି ପ୍ରତିବାଦ ଏଇଥିପାଇଁ କରିବାକୁ ପଡିଲା, ଯେତେବେଳେ କଟକର ଐତିହ୍ୟ ଉପର ଉପର ବାଲିଯାତ୍ରା ପଡିଆଟା ହଉଛି ବାଲିଯାତ୍ରାର ଶୋଭା ଏବଂ ତାର ଇତିହାସ ଅଛି। ତ ସେ ଜିନିଷକୁ ନଷ୍ଟ କରୁଛନ୍ତି ଆମର ଜିଲ୍ଲାପାଳ, ଯିଏକି ମାନେ ଏମଏଲଏ ଆଉ ଆମର ମେୟର ଏମପି କହିଲା ପରେ ମଧ୍ୟ ସେ ଉପର ପଡିଆକୁ ବାଲିଯାତ୍ରା କରିବାକୁ ସୁଯୋଗ ଦେଲେନି, ଯାହାକି ତାଙ୍କ ମନମୁଖୀ। ଆମେ ଏବେ ବି ଲାଗୁଛି ଯେମିତି ବିଗତ ଦିନରେ ମାନେ ସରକାରୀ ଚାକିରିଆ ମାନେ ପ୍ରଶାସନ ଲେବୁଲରେ ମାନେ ଏସବୁ ଜିନିଷ କରନ୍ତି, ସେ ଏବେ ବି ମତେ ଲାଗୁଛି ଏମିତି ଅଫିସର ରାଜ ଚାଲିଛି। ତେଣୁ ଏମଏଲଏ କହିଲେ ଏମପି କହିଲା ପରେ ମଧ୍ୟ ସେ ତାଙ୍କ ଜିଦରେ ଅଟଳ ରହିଲେ ଏବଂ ବାଲିଯାତ୍ରା ଉତ୍ତୀର୍ଣ୍ଣ କଲେ।